କଣ କରୁଛ କି? ତମ ବୋଉଙ୍କର ଫୋନ ଆସିଛି। अरे फोन टाକୁ ସାଇଲେଣ୍ଟ କରିଦିଅ। କଣ ପାଇଁ ସାଇଲେଣ୍ଟ କରିଦେବି? କଣ ଜରୁରୀ କଥା ଥିବ, ଟିକେ କଥା ହେଇଗଲେ ହନ୍ତାନି? अरे କହିଲି ନା ସାଇଲେଣ୍ଟ କରିଦିଅ। अरे ବଡ ଲେଟ୍ ହେଲାଣି ଅଫିସ ଯିବା ପାଇଁ। ସାଇଲେଣ୍ଟ କରିଦିଅ, ମୁଁ ପରେ କଥାବାର୍ତ୍ତା ହେବି। ହଉ, ସାଇଲେଣ୍ଟ କରିଦଉଛି। ହଉ କହିଲ, ତମର କଣ ତମ ମାଙ୍କ କଥା ମନେ ପଡୁନି? ହଁ, ମନେ ପଡୁଛି। ତାହେଲେ ସେ ଫୋନ କଲେ ତମେ ଫୋନ କାହିଁ ଉଠାଉନ? ହଁ, ମନେ ବି ପଡୁଛି, କଥା ବି ହଉଛି। ହେଲେ କଣ କରିବା, ଆଗ କାମ କରିବା ନା। 5 ବର୍ଷ ହେଲାଣି ତମେ ଘର ଛାଡି ଆସିକି ବାହାରେ ରହୁଛ। ଆମ ବାହାଘର ବି 3 ବର୍ଷ ହେଇଗଲାଣି। ମୁଁ ତ କାହିଁ କେବେ ଦେଖିନି ତମ ପରିବାର ସହ କେବେ କଥା ହେଇଛ ବୋଲି। ଆମେ ବାହାରେ ରହୁଛେ, ତମେ ଅଫିସ ଗଲା ପରେ ମୁଁ ଘରେ ଏକୁଟିଆ ହେଇଯାଉଛି। ଆରେ ସେ ଏକୁଟିଆ ଗାଁରେ ରହୁଛନ୍ତି, ଗୋଟେ କାମ କରୁନ, ତମେ ଯାଇକି ତାଙ୍କୁ ଏଇଠିକି ଆଣୁନ ହେରି। ଆରେ ତମେ ଯୋଉ ଅଫିସ ଗଲା ପରେ ମୁଁ ଏକୁଟିଆ ରହୁଛି, ସିଏ ଆସିଲେ ହେରି, ତାଙ୍କୁ ବି ଭଲ ଲାଗିବ, ମତେ ବି ଭଲ ଲାଗିବ। ହଉ, ଦେଖିବା। ଆରେ ମୋର ବହୁତ କାମ ଅଛି, ପରେ କେତେ କଥା ହବା ହେଲା। ମୁଁ ଆସୁଛି। ଆରେ ଏବେ ଆସିଲ? ଆରେ ହଁ, ଏବେ ସାଙ୍ଗେ ସାଙ୍ଗେ ଆସିଲି। ଆରେ ଆଜି ତମ ଦିନଟା କେମିତି କଟିଲା? ଓ, ଆରେ ମାସ ଲାଷ୍ଟକୁ କାମର ବହୁତ ପ୍ରେସର। ମାନେ ମୁଣ୍ଡଟା ପ୍ରବଳ ଜୋରେ ବିନ୍ଧା ହଉଛି। ଆରେ ଗୋଟେ କାମ କରୁନ, ଚା ଟିକେ କରିଦିଅ। ଆରେ ବୋଉ ବୋଧେ ଫୋନ କରିଛନ୍ତି। ଆ ଟିକେ କଥା ହେଇଯାଉନ, ସେ କେତେ ଫୋନ କଲେଣି। କଥା ହେଇଗଲେ କଣ ଖରାପ ହେଇଯିବ କହିଲ? ଆରେ ଫୋନ ଟା ରିସିଭ୍ କରି ମାନେ ସେ ଘଣ୍ଟାଟେ ମୋ ସାথে ଗପିବ। ଆରେ ଗୋଟେ ମୁଣ୍ଡ ବିନ୍ଧା ହଉଛି। ଏ ଗଲ ଗଲ, ଆଉ ତମେ ଚା ଟିକେ କରିଦେଲ। ହଉ ଯାଉଛି, ଚାହା କରିଦେବି। ହଁ ହ୍ୟାଲୋ। ହଉ ହଉ, ଠିକ ଅଛି, ମୁଁ ଅଫିସ ଗଲେ ତମ ସହିତ କଥା ହେବି। ହଉ ହଉ, ତମେ ରଖ ଫୋନ। ଆରେ ମା 3 ଦିନ ହେଲା ତମ ଫୋନକୁ ଫୋନ କରୁଛନ୍ତି, ତମେ କାହିଁ କଥା ହଉନ? ହଉ ହଉ, ତମେ ଫୋନ ରଖିଲ, ମୁଁ ପରେ ତମ ସହିତ କଥା ହଉଛି ହେଲା। ହଉ ହଉ, ରଖନ୍ତୁ, ପରେ କଥା ହେବି। ଆରେ ବୋଉ ତମ ଫୋନକୁ 3 ଦିନ ହେଲା ଫୋନ କରୁଛନ୍ତି, ତମେ ଉଠଉନ ବୋଲି ବୋଉ ବାଧ୍ୟ ହେଇକି ମୋ ଫୋନକୁ ଫୋନ କରିଛନ୍ତି। ହଁ, କଣଟା ଅସୁବିଧା ହେଇଗଲା? ହଁ? ଆରେ ମୁଁ କୋଉ ଟେନସନରେ ରହୁଛି, ମୁଁ କୋଉ ବ୍ୟସ୍ତ ଭିତରେ ରହୁଛି। ଆରେ ଏଇ ବ୍ୟସ୍ତ ଭିତରେ ଯଦି ମୁଁ ତାଙ୍କ ଫୋନ ଟା ରିସିଭ୍ କରିପାରୁନି, ଆରେ ଏଥିରେ କଣଟା ଅସୁବିଧା ହେଇଗଲା? ଆରେ ମୁଁ ଯଦି ଫୋନ ଟା ରିସିଭ୍ ନ କରିପାରିଲି, ତମେ ଫୋନ ଟା ରିସିଭ୍ କରିଦେଲେ କଣଟା ଅସୁବିଧା ହେଇଯିବ? କଣଟା ଅସୁବିଧା ହେଇଯିବ ମତେ କହିଲି ଟିକେ। କହିଲେ କଣ ନା ଫୋନ ଟା କାଇଁ ରିସିଭ୍ କରୁନ, କଣ ଯେ କହିବ ଏ ଟେନସନ କୁ ଦେଖ, ୟାଙ୍କର ଫୋନ ଚିନ୍ତା ଲାଗିଛି। ହଉ ଠିକ ଅଛି, ମୁଁ ଫୋନ କରୁଛି। ହ୍ୟାଲୋ, କଣ ହେଲା? ହଁ, କଣ ହେଇଛି? କଣ ହେଲା? କଣ ହେଇଛି? ମା ଆଉ ନାହାନ୍ତି।